ଜୟ ଜଗନ୍ନାଥ ସାଙ୍ଗମାନେ ଆସିଛି ଏକ ବ୍ରେକିଂ ନ୍ୟୁଜ୍। ରତ୍ନଭଣ୍ଡାର ରହସ୍ୟ ଖୋଲିବ ରାଡାର ସର୍ଭେ। ଖୋଲିବ ରତ୍ନଭଣ୍ଡାର ରହସ୍ୟ। ପ୍ରଥମ ଦିନରେ ସର୍ଚିଂ ପେନିଟ୍ରେଟିଂ ରାଡାର ସର୍ଭେ। ଏବେ ସମ୍ପୂର୍ଣ୍ଣ ଖବର। ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ହୋଇଛି ଜିପିଆର ସର୍ଭେ। 3 ଘଣ୍ଟା 50 ମିନିଟ୍ ଧରି NGRIର 3 ଜଣିଆ ବିଶେଷଜ୍ଞ ଟିମ୍ ଭିତର ରତ୍ନଭଣ୍ଡାର ଚଟଣା ଯାଞ୍ଚ କରିଛନ୍ତି। ଖୋଲିବ ମନ୍ଦିର ଭିତର ରତ୍ନଭଣ୍ଡାର ରହସ୍ୟ। ଗୁପ୍ତ କୋଠରୀ ସୁଡ଼ଙ୍ଗ ରହସ୍ୟ ଉନ୍ମୋଚନ ପାଇଁ ପ୍ରଥମ ଦିନରେ ସର୍ଚିଂ ପେନିଟ୍ରେଟିଂ ରାଡାର ସର୍ଭେ ହୋଇଛି। ଏହାର ରିପୋର୍ଟରେ ଆଧାର କରି ଭିତର ରତ୍ନଭଣ୍ଡାର ମରାମତି କରାଯିବ। ପ୍ରାୟ ପ୍ରତି ଅଧ ମିନିଟ୍ ଅନ୍ତରରେ ବାରମ୍ବାର ସର୍ବେକ୍ଷଣ କରାଯାଇଛି। 2ଟି କଣ୍ଟ୍ରୋଲ ୟୁନିଟ୍, 3ଟି ରାଡାର ୟୁନିଟ୍ ବା ଆଣ୍ଟିନା ସର୍ଭେରେ ବ୍ୟବହୃତ ହୋଇଛି। 3ଟି ଉଚ୍ଚ କ୍ଷମତା ସମ୍ପନ୍ନ ମେସିନ୍ ଦ୍ୱାରା ସର୍ଭେ କରାଯାଇଛି। 10 ମିନିଟ୍ ପର୍ଯ୍ୟନ୍ତ ଜିନିଷକୁ ଏହା ଠାବ କରିପାରିବ କ୍ଷମତା ରହିଥିବା ବେଳେ ପ୍ରାୟ 7ରୁ 8 ମିନିଟ୍ ଦୂରତା ପର୍ଯ୍ୟନ୍ତ ସଠିକ୍ ରିପୋର୍ଟ ଦେଇପାରିବ। ତେବେ ରିପୋର୍ଟ ଆସିବା ପରେ ହିଁ ମରାମତି କାର୍ଯ୍ୟ ଆରମ୍ଭ ହେବ। ସର୍ଭେ ଅସମ୍ପୂର୍ଣ୍ଣ ରହିଥିବା ବେଳେ ଆସନ୍ତାକାଲି ପୁଣି ଜାରି ରହିବ ସର୍ଭେ କାର୍ଯ୍ୟ। ଆଜି ସର୍ଭେକୁ ନେଇ ଦିନ 1ଟାରୁ 6ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା ସର୍ବସାଧାରଣ ଦର୍ଶନ। ଆଉ 2 ଦିନ ଧରି ଶ୍ରୀମନ୍ଦିର ନୀତିକାନ୍ତ ଓ ଦର୍ଶନ କଟକଣା ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ବର୍ତ୍ତମାନ ଏହି ବ୍ରେକିଂ ଖବରକୁ ଏଇଠି ସମାପ୍ତ କରୁଛି। ଭିଡ଼ିଓଟି ଭଲ ଲାଗୁଥିଲେ ବହୁଳ ପରିମାଣରେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରି ଭୁଲନ୍ତୁ ନାହିଁ। ଜୟ ଜଗନ୍ନାଥ, ଧନ୍ୟବାଦ।